ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଆପଣଙ୍କର ଜଲ୍ଦି ଢିଲା ପଡ଼ିଯାଉଛି ବା ଠିକ୍ ଭାବରେ ଟାଇଟ୍ ହୋଇ ରହୁନାହିଁ ବା ପାଣି ଜଲ୍ଦି ବାହାରି ଯାଉଛି ତେବେ ଏହି ଉପାୟଟି ନିଶ୍ଚୟ କରନ୍ତୁ। ସଜନା ଗଛର ଶୁଖିଲା ଅଠା ଆଣି ତାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ ଓ ଏହାକୁ ଗିହିବାର 30 ମିନିଟ୍ ପୂର୍ବରୁ ଛେପ ସହିତ ମିଶାଇ ନିଜର ବାଣ୍ଡଟି ଉପରେ ଧୀରେ ଧୀରେ ମାଲିସ କରନ୍ତୁ ଓ 20 ମିନିଟ୍ ପରେ ଗିହିବାକୁ ଯାଆନ୍ତୁ। ଏହାଦ୍ୱାରା ଆପଣଙ୍କର ରାତିସାରା ଟାଇଟ୍ ଓ ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ଯଦି ମହିଳା ପୁରୁଷ ପୂର୍ବରୁ ଚରମ ସୁଖ ପ୍ରାପ୍ତ କରିନିଅନ୍ତି ତେବେ ସେ ନିଜ ପୁରୁଷ ସାଥୀକୁ ଆଶାଭରା ନଜରରେ ଦେଖିଥାନ୍ତି ଓ ନିଜ ପିଲାଙ୍କ ଭଳି ଛାତିରେ ଲଗାଇ ରଖିବାକୁ ଚାହିଁଥାନ୍ତି। ସାଇକୋଲୋଜି କହିଥାଏ ପୁରୁଷ ମହିଳାଙ୍କ ସ୍ତନକୁ ଏଥିପାଇଁ ଛୁଇଁବାକୁ ପସନ୍ଦ କରିଥାନ୍ତି କି କାରଣ ମହିଳାଙ୍କ ସ୍ତନ ଅଧିକ କୋମଳ ଓ ସମ୍ବେଦନଶୀଳ ହୋଇଥାଏ। ସାଇକୋଲୋଜି କହିଥାଏ ଗୋଟିଏ ପୁରୁଷ ନିଜ ମହିଳା ସାଥୀ ସହିତ କେବଳ 40 ବର୍ଷ ବୟସ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ଶାରୀରିକ ସମ୍ପର୍କ ବନାଇ ପାରିଥାଏ। ସାଇକୋଲୋଜି କହିଥାଏ ଯେତେ ଆପଣ ସରଳ ସିଧା ଓ ନରମ ହୃଦୟରେ ରହିବେ ତେବେ ଆପଣ ସେତେ ଚତୁର ଲୋକଙ୍କ ଦ୍ୱାରା ଧୋକା ଖାଇବେ। ସାଇକୋଲୋଜି କହିଥାଏ ଯେଉଁ ଲୋକ ଜାଣିଥାନ୍ତି କି ଅଲଗା ହେବାର ଦୁଃଖ ତେବେ ସେ ସାଥିରେ ବସିଥିବା ପକ୍ଷୀଙ୍କୁ ବି ଉଡ଼ାଇ ନଥାନ୍ତି। ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଜଲ୍ଦି ଥକି ପଡ଼ୁଛନ୍ତି ବା ଜଲ୍ଦି ପାଣି ବାହାରି ଯାଉଛି ବା ଜଲ୍ଦି ଲିଙ୍ଗ ଢିଲା ପଡ଼ିଯାଉଛି ତେବେ ଏହି ଉପାୟ ଆପଣାନ୍ତୁ। ଗୋଟେ ଗ୍ଲାସ ପାଣି ନେଇ ଫୁଟାଇ ଦିଅନ୍ତୁ। ଫୁଟୁଥିବା ସମୟରେ ଅଧା ଚାମଚ ଖାଣ୍ଟି ହଳଦୀ ଗୁଣ୍ଡ ସେଥିରେ ପକାଇ ଦିଅନ୍ତୁ ଓ ସେହି ପାଣିକୁ ଛାଣି ନିଅନ୍ତୁ ଓ ଏହାପରେ ଏଥିରେ ସାମାନ୍ୟ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ ଓ ଏହାକୁ ପ୍ରତିଦିନ ସକାଳ ବା ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଜୀବନରେ ଶାନ୍ତି ଚାହୁଁଛନ୍ତି ତ ଅନ୍ୟମାନଙ୍କର ଅଭିଯୋଗ କରିବା ଠାରୁ ଭଲ ନିଜକୁ ବଦଳାଇ ଦିଅନ୍ତୁ। ସାଇକୋଲୋଜି କହିଥାଏ ଯେତିକି ଆମେ ତାହା ଶିଖିପାରି ନଥାଉ ଯାହା ହାରିକି ଶିଖି ଯାଇଥାଉ।